ମାନେ ଏମିତି ହେଲେ କଣ କହିବେ ଏମାନଙ୍କ କଥା। ସାରା ଭାରତବର୍ଷ ମୁଁ ପଦକ୍ଷେପ କରୁଅଛି, ପ୍ରବର୍ତ୍ତନ ଯାଉଛି, ଅନେକ ମଞ୍ଚ ମୁଁ ଯାଉଅଛି, ବଡ଼ ବଡ଼ ସହର ବମ୍ବେ ଦିଲ୍ଲୀଠୁ ଆରମ୍ଭ କରି ଉତ୍ତର ଦକ୍ଷିଣ ସର୍ବତ୍ରକୁ ଯାଇଅଛି। ପ୍ରତ୍ୟେକ ସହରରେ ଦେଖିବ ସବୁଠି ଗଡ଼ି ଉଠିକି ଗୋଟିଏ ଗୋଟିଏ ବିୟୁଟି ପାର୍ଲର। ଯୁଆଡ଼େ ଅନେଇ ଦିଲ୍ଲୀର ଗୋଟେ ଜାଗାରେ ମୋ ସାଙ୍ଗରେ ମହାରାଜ ଯାଉଥିଲେ, ଲେଖା ଅଛି ୟୁନିସେକ୍ସ ବିୟୁଟି ପାର୍ଲର। ମୁଁ ପଚାରିଲି, ମହାରାଜ ୟୁନିସେକ୍ସ ମାନେ ତ ପୁଅ ଝିଅ ଉଭୟ, এটা কোন লেখা আছে ୟୁନିସେକ୍ସ? ଦେଖିଲି ଶତ ଶତ ପୁଅ ଝିଅଙ୍କର ସମାଗମ। ମୁଁ ଝିଅ ଯାଉଛି ତାକୁ ବ୍ୟବସ୍ଥା କରୁଛି କି? କହିଲା ପୁଅ। ମୁଁ ପୁଅ ଯାଉଛି ତା ବ୍ୟବସ୍ଥା କରୁଛି କି? କହିଲା ଝିଅ। ସର୍ବତ୍ର ବିୟୁଟି ପାର୍ଲର, ସର୍ବତ୍ର ଟାଟୁ ସେଣ୍ଟର, ସର୍ବତ୍ର ଜିମ୍। ତୁମର ହିନ୍ଦୁ ଝିଅ ମାନେ କେବଳ ଯାଉଛନ୍ତି, ଅନ୍ୟ କୌଣସି ଜାତିର ଝିଅ ସେଠିକି ଯାଆନ୍ତି ନାହିଁ। କେବଳ ଯାଉଛନ୍ତି ହିନ୍ଦୁ ଝିଅ, ହିନ୍ଦୁ ବୋହୂ ମାନେ ଯାଆନ୍ତି ବିୟୁଟି ପାର୍ଲର, ହିନ୍ଦୁ ଝିଅ ମାନେ ଯାଆନ୍ତି ବିୟୁଟି ପାର୍ଲର, ହିନ୍ଦୁ ବୋହୂ ମାନେ ଯାଆନ୍ତି ଟାଟୁ ସେଣ୍ଟର, ହିନ୍ଦୁ ଝିଅ ଯାଏ ଟାଟୁ ସେଣ୍ଟର ଏବଂ ତୁମେ ମାନେ ଯାଅ ମଧ୍ୟ ଜିମ୍ ସେଣ୍ଟର। ଦୁର୍ଭାଗ୍ୟବଶତଃ କହିବା ପାଇଁ ମୋତେ ଦୁଃଖ ଲାଗୁଅଛି, 80% ଜିମ୍ ସେଣ୍ଟର, 80% ପାର୍ଲର ଏବଂ 80% ଟାଟୁ ସେଣ୍ଟର ମୁସଲିମ ଯୁବକ ମାନଙ୍କ ଦ୍ୱାରା ପରିଚାଳିତ ହେଉଅଛି। ଯେଉଁ ଭାରତବର୍ଷର ସଂସ୍କାର ଏଭଳି ଅପୂର୍ବ ଥିଲା, ମୁଖମଣ୍ଡଳ ଦିନେ ଦୁନିଆ ଦେଖିବାକୁ ପାଇନଥିଲା। ରାଣୀ ପଦ୍ମାବତୀ ଜାନକୀରେ ତୁମଠୁ ବେଶୀ ସୁନ୍ଦରୀ, ତୁମେ ତାଠୁ ଭାରତବର୍ଷରେ ଦ୍ୱିତୀୟ ସୁନ୍ଦରୀ ଜନ୍ମ ନେବ ନାହିଁ। ଏଭଳି ଗୋଟିଏ ବିଶ୍ୱ ସୁନ୍ଦରୀ ଥିଲା, ଯାହାର ପ୍ରତିଛବି ଜଳରେ ଦେଖି ଗୋଟିଏ ପଠାଣ ରାଜା ମରିଗଲେ, ପାଗଳ ହେଇଗଲା ଦର୍ପଣରେ ଛବି ଦେଖିବା ପରେ, କିନ୍ତୁ ଦୁନିଆ ଯାହାର ମୁଖମଣ୍ଡଳ ଦେଖିବାକୁ ପାଇନଥିଲା। ଆଜି ତୁମରି ଝିଅ ବୋହୂ ଯାଉଛନ୍ତି ଅଧା ଲଙ୍ଗଳା ହେଇ ଗୋଟିଏ ପାର୍ଲର ଭିତରେ ବସୁଛନ୍ତି, ସର୍ବାଙ୍ଗରେ ଟାଟୁ କରାଯାଉଛି।